ଜଗନ୍ନାଥ। ଆଜି ଭଲ କଥା ଛୁଆଟି ମନେ ରଖ, ଧର୍ମ ହୁଡା ସାବଧାନ। ଧର୍ମ ହୁଡା କଣ ଜାଣୁ? ମାନେ ଯିଏ ତ ଧର୍ମକୁ ନ ମାନିଲେ ସେ ହେଲେ ଧର୍ମ ହୁଡା। ପୁଣି ଆଉ ଗୋଟେ ଅର୍ଥରେ ଆସେ, ଧର୍ମକୁ ଜାଣିଥିବ, ଧର୍ମ କହୁଥିବ, କର୍ମ ଯିଏ ନ କରୁଥିବ ତାକୁ ମଧ୍ୟ ଧର୍ମ ହୁଡା କୁହାଯାଏ। ଆଉ ଯିଏ ବାସ୍ତବ ମତେ ଧର୍ମ କରେ ସେ ହେଉଛନ୍ତି ବୃକ୍ଷ ସଦୃଶ୍ୟ। ତାଙ୍କର କ୍ଷମା ଭାବ ଥିବ, ଦୟା ଭାବ ଥିବ, ସ୍ନେହ ଭାବ ଥିବ, ମମତା ଭାବ ଥିବ। କଣ ପଚାରିବ କାହିଁ କହିଲ ବୃକ୍ଷ ସଦୃଶ୍ୟ? ଭଲ କଥା ଛୁଆ ମନେ ରଖ, ଧର୍ମର ମର୍ମ ଜାଣିଛି କି ବୃକ୍ଷ। ତେଣୁ ମହାପୁରୁଷ ମାନେ ଏ ଶରୀରଟାକୁ ଓଲଟ ବୃକ୍ଷ ବୋଲି ପ୍ରମାଣ ଦେଇଛନ୍ତି। କାହିଁ ଅନ୍ୟ କାହାକୁ ସମ୍ମୁଖୀନ କଲେନି? କହନ୍ତିନି ନା, ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଓଲଟ ବୃକ୍ଷେ ଖେଳୁଛି, ଅଠା କାଠି ପିଞ୍ଜରାରେ, ଅଠା କାଠି ପିଞ୍ଜରାରେ ନ ପଡେ ଧରା, ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଓଲଟ ବୃକ୍ଷେ ଖେଳୁଛି। ଯଦି ବାସ୍ତବ ମତେ ଟିକେ ଧର୍ମ କରେ ସେ ବୃକ୍ଷ ସଦୃଶ୍ୟ। କାହିଁକି ଦେଖ, ଗୋଟେ ଗଛ, ଗୋଟେ ବୃକ୍ଷ ଆମକୁ ଫଳ ଦଉଛି, ଛାଇ ଦଉଛି ନା ନାଇଁ? ଆମେ ଯାଉଛେ ତା ଡାଳକୁ ହାଣି ଦଉଛେ, ଫେର ତା ମୂଳେ ଯେତେବେଳେ ବହୁଛେ ସେ କହୁଛି ନାଇଁ ଇଏ ମୋ ଡାଳକୁ ହାଣିଥିଲା, ମୁଁ ତା ପାଖରେ ବସିବି ନାହିଁ। ହଉଛି କି? ତାକୁ ଫଳ ଫଳିଛି ଗଛରେ, ତମେ ଟେକା ମାରୁଛ, ସେ ଫଳ ଝଡୁଛି, ତମେ ଖାଉଛ ନା ଖାଉନ? ସେ ଟେକାଟା ବାଛିଲେ ତ କେତେ କଷ୍ଟ ହଉଥିବ, କିନ୍ତୁ ସେ କଷ୍ଟକୁ ସହିକି ମଧ୍ୟ କଣ କରୁଛି? ତମକୁ ଫଳ ଦଉଛି, ଛାଇ ଦଉଛି। ଯଦି ଫଳ ନ ଦେଇ ପାରିଲା, ଗଛ ବୁଢା ହେଇଗଲା, ତଥାପି ସେ ଛାଇ ପ୍ରଦାନ କରୁଛି। ଚାଣକ୍ୟଙ୍କର ଗୋଟେ ଶ୍ଲୋକ ମନେ ପଡିଯାଏ, ସେବିତବ୍ୟ ମହାବୃକ୍ଷ ଫଳଂ ଛାୟା ସମନ୍ୱିତ ଯଦି ଦୈବ୍ୟାତ୍ ଫଳଂ ନାସ୍ତି ଛାୟା କେନ ନିର୍ବାଚ୍ୟତେ। ସେବିତବ୍ୟ ମହାବୃକ୍ଷ ଫଳଂ ଛାୟା ସମନ୍ୱିତ। ଗୋଟେ ବୃକ୍ଷ ତମକୁ ଫଳ ପ୍ରଦାନ କରୁଛି, ଛାଇ ମଧ୍ୟ ପ୍ରଦାନ କରୁଛି। ଯଦି ଦୈବ୍ୟାତ୍ ଫଳଂ ନାସ୍ତି, ଯଦି କୌଣସି କାରଣରୁ ଫଳ ନ ହେଲା, ଛାୟା କେନ ନିର୍ବାଚ୍ୟତେ, ତମ ପାଖରୁ ଛାଇ କାଢି ନଉଛି, ତଥାପି ତମକୁ ଛାଇ ପ୍ରଦାନ କରୁଛି। ଆର ମର୍ମ, ହେ ମାନସ ସମାଜ, ହେ ମାନସ ରୂପକ ମଣିଷ ସମାଜ, ତମେ କାହାକୁ ନ ଦେଇ ପାରିଲେ କାହାକୁ କଟୁବାଚନ କୁହ ନା। ଫଳ ରୂପକ ଧର୍ମ ଦାନ ନ ଦେଇ ପାଇଲେ, ଫଳ ରୂପକ ଧନ ନ ଦେଇ ପାଇଲେ, ଛାଇ ରୂପକ ସ୍ନେହ କର, କଟୁ ବଚନ କହନା। ଇଆଡେ ଜ୍ଞାନ ଶିଖିଛ, ପଦାରେ ଜ୍ଞାନ କଣ କରିବା? ପରିପ୍ରକାଶ କରିବା। ସାଧୁର ପରିଧାନ ଧରି ପିନ୍ଧିଥିବା, କିନ୍ତୁ କର୍ମ ଘର ଯଦି ଠିକ ନଥିବ, ତାହେଲେ ଆମେ ମାନେ ମଧ୍ୟ ଗୋଟିଏ ଗୋଟିଏ ଧର୍ମ ବୁଝିହଉଛି। ଆଜି ଆଲୋଚନା କରିବା ଗୋସ୍ୱାମୀ ବ୍ରହ୍ମାନନ୍ଦ ପରମହଂସଙ୍କର ଗୋଟିଏ ବାଣୀ। ସେ ଜନମାନସକୁ ଆମକୁ କିଛି ଚେତନା ଦେଇଥିଲେ। କହିଲେ ଧର୍ମ ହୁଡା ପ୍ରାଣୀ ଅନେକ ହୋଇବେ,
ମୁଖେ ବୋଲୁଥିବେ ହରି, ଗର୍ବ ଅହଙ୍କାର ହୃଦୟରେ ହୋଇ ଭୁଲାଇବେ ମହାଜ୍ଞାନୀ। କି ସୁନ୍ଦର କଥା କହିଲେ। କହିଲେ ଧର୍ମ ହୁଡା ପ୍ରାଣୀ ଅନେକ ହୋଇବେ, ମୁଖେ ବୋଲୁଥିବେ ହରି। ହରି ହରି ମୁଖରେ ଜପ କରୁଥିବେ। ଯଥା ତାଙ୍କ କହିବାର ତାତ୍ପର୍ଯ୍ୟ ସମସ୍ତେ ଜ୍ଞାନୀର ପରିଚୟ ଦଉଥିବେ। ବୁଝିହଉଛି, କିନ୍ତୁ ତାର କିଛି ମହତ୍ଵ ନଥିବ। କଣ? ଗର୍ବ ଅହଙ୍କାର ହୃଦୟରେ ବହି ଭୁଲାଇବେ ମହାଜ୍ଞାନୀ। ପେଟ ଭିତରେ ଗର୍ବ ଥିବ, ଅହଙ୍କାର ଥିବ, ବୁଝିହଉଛି ନା? କଣ? ମୋ ଠାରୁ ଜ୍ଞାନୀ ସଂସାରରେ କେହି ନାହିଁ। ଅହଙ୍କାର, ମୁଁ ଯାହା କହୁଛି ଠିକ, ଏଇ ତ ଖାଇଦେବା। ନିଜକୁ ନିଜେ ସିଏ ଜ୍ଞାନୀ ତ ଜ୍ଞାନୀ, ମହାଜ୍ଞାନୀ ବୋଲାଇବ। ମହାଜ୍ଞାନୀ ମାନେ କଣ କହିଲ? ମୂର୍ଖ। ମହା ଶବ୍ଦଟା ହଉଛି ମହାଭୟଙ୍କର। ଏଠି ବ୍ରହ୍ମାନନ୍ଦ ପରମହଂସ କହନ୍ତି, ଯେଉଁମାନେ ଜ୍ଞାନ ବଖାଣ କରି ଜ୍ଞାନୀର ପରିଚୟ ଦେଇକି ପେଟ ଭିତରେ ଗର୍ବ ଅହଙ୍କାର ରଖନ୍ତି, ସେମାନେ ଭାବନ୍ତି ମୁଁ ଗୋଟେ ମହାଜ୍ଞାନୀ, ମାନେ ନିଜକୁ ନିଜେ ମୂର୍ଖ ଭଳି ପରିଚୟ ଜଗତକୁ ଦିଅନ୍ତି। ପ୍ରକୃତରେ ଯାହା ପାଖେ ଜ୍ଞାନ ଥିବ ସେ କିପରି ହେଇଥିବ ନା, ଜ୍ଞାନ ଥିବା ଲୋକ ଲୁଚି ରହିଥିବେ କଳିର ପ୍ରଭାବ ଦେଖି। ପ୍ରକୃତିରେ ଯିଏ ଜ୍ଞାନୀ, ଯିଏ ବିବେକୀ, ସେମାନେ କଳିର ପ୍ରଭାବ ଦେଖି ଲୁକାଇ ରହିଥିବେ। କାରଣ ନିନ୍ଦା ଶବ୍ଦଟା ହଉଛି ମହାଭୟଙ୍କର। ଗର୍ବ ଅହଙ୍କାର ଅଟଇ ଓଇରି ହେଜି ନ ପାରିବେ କେହି। ଗର୍ବ ଅହଙ୍କାର ଏ ଦିଟା ହଉଛି ଐରୀ, ମଣିଷର ଶତ୍ରୁ। ତଥାପି ମଣିଷ ହେଜି ପାରିବେ ନାହିଁ, ଏ ବୃକ୍ଷ ହେଇପାରିବେ ନାହିଁ। ଯିଏ ବୃକ୍ଷ ସଦୃଶ ସ୍ନେହ ମମତା ହୃଦୟରେ ତାର ପରିପୂର୍ତ୍ତି, ସେବିତବ୍ୟ ମହାବୃକ୍ଷଂ ଫଳଂ ଛାୟା ସମନ୍ବିତ ଯଦି ଦୈବାତ୍ ଫଳଂ ନାସ୍ତି ଛାୟା ଜ୍ଞାନ ନିର୍ବାଚ୍ୟତେ। ଏ ବୃକ୍ଷ ହେଇପାରିବେ ନାହିଁ, ରାବଣ ପରି ଜ୍ଞାନୀ ସଂସାରରେ ନାହିଁ। କର୍ଣ୍ଣ ପରି ବୀର ସଂସାରରେ ନାହିଁ। ବଳି ପରି ଦାନୀ ସଂସାରରେ ନାହିଁ। କିନ୍ତୁ ସାମାନ୍ୟ ଗର୍ବ ଅହଙ୍କାରଟା କଣ କଲା? ତାକୁ ନଷ୍ଟ କରିଦେଲା। ସେଥିପାଇଁ କୁହନ୍ତି ଅତି ଦର୍ପେ ହତାଲଙ୍କା ଅତି ମାନ ଚ କୌରବା ଅତି ଦାନେ ବଳିବଦ୍ଧଂ ଅତି ସର୍ବତ୍ରଂ ଗ୍ରହୀତଂ। ଗାଁ ଗହଳିରେ କହନ୍ତି ଅତି ଲେମ୍ବୁ ଚିପୁଡ଼ିଲେ ପିତା। ତମେ ଯେତେ ଜ୍ଞାନ ଥାଉ, ଯଦି ତମର ହୃଦୟ ନିର୍ମଳ ନୁହଁ, ହୃଦୟ ପବିତ୍ର ଭାବ ନୁହଁ, ଏ ମୁଖରେ ଥାଇ ଯଦି ଶ୍ରଦ୍ଧା ଭାବ ନାହିଁ, ଏ ମୁଖରେ ଯଦି ସ୍ନେହ ଭାବ ନାହିଁ, ତାହେଲେ ଏ ଜୀବନରେ ସାର୍ଥକ ନଥାଏ। ଯେଉଁମାନେ ହୃଦୟରେ ଏଇ ଭାବ ଥାଏ, ପବିତ୍ର ଭାବ ଥାଏ, ସ୍ନେହ ଭାବ ଥାଏ, ସେମାନେ ଜ୍ଞାନ ଜାଣନ୍ତୁ କି ନ ଜାଣନ୍ତୁ, ତୁଳସୀଦାସଙ୍କ ଭାଷାରେ ଯଦି ରାମ ନାମ ମୁଖରେ ନାହିଁ, ତା ହୃଦୟ ଯଦି ପବିତ୍ର ଅଛି, ତାହା ସହିତ କେହି ସମକକ୍ଷ ନୁହଁ। ସେମିତି ଯିଏ ଶ୍ରଦ୍ଧା ସ୍ନେହ ମମତା ଜଗତକୁ ଦେଇପାରିଲା, ଯେଉଁ ବ୍ୟକ୍ତି ବିଶେଷ ତାଙ୍କ ପଦ ତଳେ କୋଟି କୋଟି ଶରଣ। କାହିଁକି? ଧର୍ମ ଜାଣିଥିଲେ ଭୀମ ଭୋଇ। ଭୀମ ଭୋଇ କହିଲେ କଣ?
ମୋ ଜୀବନ ପଛେ ନର୍କ ପଡ଼ି ଥାଉ ଜଗତ ଉଦ୍ଧାର ହେଉ। ଧର୍ମ ଜାଣିଥିଲେ ଉତ୍କଳମଣି ମଧୁସୂଦନ ବାବୁ, ଗୋପବନ୍ଧୁ ଦାସ। ଭୁଲ କହିଲି, ଗୋପବନ୍ଧୁ ଦାସ କଣ କହିଲେ? ବିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଏମାନେ ଧର୍ମ ଜାଣିଥିଲେ। ଏ ଶରୀରଟା ଆଇଛି କାହା ପାଇଁ? ନିଜ ପାଇଁ ନୁହଁ, ଶରୀର ଆଇଛି ପର ପାଇଁ। ଏ ଶରୀରଟା କାହାର? ପରର। ପର କିଏ? ଜଗତ ପାଇଁ। ପ୍ରଭୁ ଏ ଶରୀରକୁ ପଠେଇଛନ୍ତି ପ୍ରଭୁଙ୍କ ଗୁଣ ଦଶ କୀର୍ତ୍ତି ଗାନ କରିବା ପାଇଁ, ଜଗତରେ ପରିବେଷ୍ଟିତ କରିବା ପାଇଁ। ଆମେ କଣ କରୁଛେ? ଆମ ନିଜ ଗୁଣ ଦଶ ଗାନକୁ ଆମେ ପରିବେଷ୍ଟିତ କରୁଛେ। ସେଥିପାଇଁ କୁହନ୍ତି ଆଲୋ ସଖୀ ଆପଣା ମହତ ଆପେ ରଖି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ।